କ'ଣ ଚାଲିଛି ଇଏ ସକାଳୁ ଏତିକି ବାହାରିଲା ମାଷ୍ଟର ବି ଇଏ ଆମ ବକ୍ତ ହେଇଯିବ ଅବିକା ଆଉ କ'ଣ ଭେଣ୍ଡି ଗୋଟା ଗୋଟା କଷି ବାହାରିଲାଣି ନା ନାଇଁ ସେ କାହିଁ ଏ ବର୍ଷ ଯେଉଁ ମଞ୍ଜି ଗୁଡ଼ା ଲାଗିଲା କିଛି ବାଗ ମଞ୍ଜି ଲାଗିଲା କ'ଣ ହେଇଛି ସବୁ ଦେଖିଲି ପତ୍ର ଗୁଡ଼ା ସବୁ ଯେମିତି ପୋକ ଖାଇଲା ଭଳିଆ ହେଇଯାଇଛି। ମୁଁ ଯେଉଁ କହୁଛି ଆମର ଯେଉଁ ଚା ଖତ ଥିଲା ଯେଉଁ ଖତ ଚା ଗୋଟା ସେ କୁଆଡ଼େ ଗଲା ସେ ଜିନିଷ ବାଇଗଣ ଗୁଡ଼ାକ ଏଇ ଯେଉଁ ଲାଗିଛି ଯେଉଁ ଆମର ଏ ତ ଇଏ ପତ୍ର ଗୁଡ଼ା ଗଛ ଗୁଡ଼ା ଯେମିତି ଇଏ ଭଳିଆ ହେଇଛି ଆକୁ ଟିକେ ଦରକାର ହେଉଛି ସେଇ ଚା ଗଦା ଟିକେ ଅବିକା ବୁଲେଇ ଦେଲେ ସିଏ ଅବିକା ପୁରା ଗଛ ଭଡ଼କିରି ଉଠିଯିବ ପୁରା ମୋର ହେଇଛି ଯାହାର ଛାଡୁଛି ନା ମୁଁ କାମ କରିପାରୁଛି। ଗେଣ୍ଡୁ ଗଛ ଗୁଡ଼ା ଲଗେଇଛୁ ଯୋଉଠି ପରିବା ପତ୍ର ଲାଗିବ ତୁ ଆଣିକି ଗେଣ୍ଡୁ ଗଛ ଆଣିକି ଲଗେଇଛୁ ଏତେ ଜାଗା ସାଢ଼େ ନ ସବୁଆଡେ ଲାଗିଛି ସେମିତି ଦେଖୁନ କେତେ ଆଡେ ଫୁଲ ଫୁଲ ଆମେ ଯେମିତି ବଗିଚା ଫୁଲ ମତେ ବହୁତ ସୁନ୍ଦର ଲାଗେ ଯେତେ ଖାଲି ତଳି ପକେଇକି ଚାରିଆଡେ ପୋତି ଦିଏ ଗେଣ୍ଡୁ ଫୁଲ ପୂଜାରେ ଯାହା ଲାଗେ ସେ ଗଛ ଦିଟା କାଟି ଦଉନ ନହେଲେ ଦିଅ ମୁଁ ଉପାଡ଼ି ଦଉଛି ଦେଲ କ'ଣ ସେ ଲଙ୍କା ଗଛ ସେ ଭାଇ ପତ୍ର ସବୁ ପହଞ୍ଚିବି ତ ପାଣି ଫାଣି ଦେଇକି ଆଉ ଭୁରୁଙ୍ଗା ମାରିଗଲା ଆଧରେ ଆଉ କିଛି ନାହିଁ କିଛି ହବନି କାଟି ଦିଅ ସେ ଗୁରା ହାଣିଦେଲେ ସେ ଛାଇ ଜାଗା କରିବ ଗଛ ଥାଏ ବାଇଗଣ ହବ ଉଠିବ ଯେ ସେ ତାକୁ ବାଇଗଣ ଭାଇ ପତ୍ର ହଳଦିଆ ଦେଖାଗଲା ମୁଁ ଆଣିଥିଲି ଦୁଇଟା ଆଣିଥିଲି ଗୋଟା କଳା ବାଇଗଣ ଗୋଟା ଧଳା ବାଇଗଣ ମାନେ ଯେଉଁ ତଳି ଆଣିଥିଲି ତାକୁ ବାପା ମିଶେଇକି ଲଗେଇ ଦେଇଛନ୍ତି ଆଜି ଉଖୁରାଇକି ଦେବି ବାପା ମସଲା ଜମାନ୍ତୁ ଆମର ଚା କରିଦା ମସଲା କ'ଣ ମସଲା ଖାଲି ଗଛ ଉଠେଇଦବ ଭୁଷିକିରି ସେଠୁ ଗଲା ସେଥିପାଇଁ ନଟା ବିନି ଗୋଟା ଗୋଟା ବାହାରିଲାଣି ସିଏ କାମ ନୁହଁ ଗଛ ଗୋଟା ଦିଟା ଗଛ ବାହାରିବନି ଗଛ ସବୁ କଲରା ଏ ବର୍ଷ ଟୋଟାଲି ବଂଶ ମରିଗଲା କଲରା ଆର ବର୍ଷ ଯେତିକି କଲରା ହେଇଥିଲା 20 କିଲି କି 25 କିଲି ଖଣ୍ଡେ ବାହାରିଛି ବୋଧେ ଯିଏ ଯେତେ ଖାଇଛନ୍ତି ପୁଣି ଏଡେ ଏଡେ କଲରା ହେଇଥିଲା ପିଜୁଳି ଗଛ ସାରା ସବୁ ହଉଥିଲା। ହଉ ଆଜ୍ଞା ରହୁଛୁ ଆମର ସକାଳର ଇଏ ନିତ୍ୟକ୍ରମ ଏଇ ଟିକେ ସକାଳୁ ଶୋଇକି ଉଠିଲେ ଏଇ ବଗିଚା ଟିକେ ବୁଲିବୁ ଏଇଟା ତ ହେଉଛି ଆମ ବଗିଚା ଆଉ ଖରା ହେଲେ ଶାଗ ଦିଟା ନେବି ଆଉ ରବିବାର ତ ଆଜି ଆମିଷ ହବନି ଆଉ ମୋର ଗୋଟେ ଅଛି ଭୋଜି ଭାତର ଆୟୋଜନ ଅଛି ମୁଁ ଯିବି ସିଆଡ଼େ ଇଏ ଘରେ ତାଙ୍କର ଇଏ ରହିବେ ଘରେ ଆମେ ବାପା ଅଛି ସାଧ ବାପା ଯିବେ ବାପାଙ୍କର ବି ଗୋଟେ ଭୋଜି ଅଛି ଆମେ ଶାଶୁ ଆଜି 2 ଜଣ ଆଜି କୋଶଳା ଶାଗ ନେଇଯିବୁ ଆମର ତରକାରୀ ଗୋଳିଆ ପଳିଆ ତରକାରୀ କରିଦେବୁ ପକେଇକି ଏ ଝୁଡ଼ାକ ଯେଉଁ ବିନ୍ ଗଲା ବିନ୍ ଫିନ୍ ପକେଇକି କରିଦେବ ଶାଗ ତରକାରୀ ହଉ ରହୁଛି ଆଜ୍ଞା ନମସ୍କାର।